कौन कल सब है कह काली प्लान तो हम्म काली आमे प्लांटेशन प्रोग्राम करिवु। प्लांटेशन माने आसुथिबा नेता ଯାତ୍ରୀ ଯାତ୍ରୀ କହୁଛି ଦର୍ଶକ ମାନଙ୍କ ପାଇଁ ଗୋଟେ ଗୋଟେ ଗଛ ଦିଆଯିବ। ओके ଆର ଆର ମିନିଂ ଟା ହଉଛି ଆପଣ ବେଦାନ୍ତ ଫିଲୋସଫି ବେଦ ଉପନିଷଦରେ ଗୋଟେ ଗଛକୁ ଶିବଙ୍କ ସହିତ ତୁଳନା କରାଯାଇଛି। ଏଇଥିପାଇଁ ଶିବଙ୍କ ସହିତ ତୁଳନା କରାଯାଇଛି। ବର୍ତ୍ତମାନ ଯୋଉ କୋରୋନା କୋରୋନା ତ ଆମେ ଜାଣିନୁ ଡେଲ୍ଟା ଭ୍ୟାରିଅନ୍ ଡେଲ୍ଟା ଭାଇରସ ଓମିକ୍ରନ୍ ଏସବୁ ଯୋଉ ଆସୁଛି ଗଛଟା ହଉଛି ଅକ୍ସିଜେନ କ୍ରିଏଟର। ଏଇଟା ବି ଗୋଟେ ଫିଲୋସଫିର ଦିଗ ଆଡକୁ ଯିବ। ତେଣୁ କାଲି ତ ଆମେ ଆଉ ଦହି ପାଣି ବି ଦେଇପାରିବୁନି ଯେହେତୁ ଥାନା ପ୍ରଶାସନର ନିୟମ ନାହିଁ ଗ୍ୟାଦରିଂ ବି କରିହେବନି। ପ୍ଲାଣ୍ଟେସନ ପ୍ରୋଗ୍ରାମ ଏ ପ୍ଲାଣ୍ଟ ଡିଷ୍ଟ୍ରିବ୍ୟୁସନ ପ୍ରୋଗ୍ରାମ ଦ୍ୟାଟ ସତ୍ ସାହିତ୍ୟ ବଣ୍ଟନ ଆଉ ନେତାଜୀଙ୍କର ଉପରେ ଲେଖିଛନ୍ତି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ। आचार्य गायत्री ହଁ तपोवन में ହଁ ହଁ ସେ ଋଷିକେଶ ବି ନେତାଜୀ ଯାଇଛନ୍ତି ସାଧୁ ସନ୍ନ୍ୟାସୀ ମାନଙ୍କ ଉପରେ ଗୋଟେ ରିସର୍ଚ୍ଚ କରିବା ପାଇଁ। अच्छा ତେଣୁ ସେଇ ବହି କିଛି ଲୋକଙ୍କୁ ଦବୁ। ଆଉ ତୁଳସୀ ରୁ ତିଆରି କିଛି ଚକୋଲେଟ ଦବୁ। ଆଉ ओके ଦ୍ୟାଟୁ ଆମେ ସେ ଯୋଉ ବ୍ୟାନର ଟା କରିଛୁ ଆମେ ଯୋଉ ଡିମାଣ୍ଡ ସବୁ ମାଗିଥିଲୁ ସେଣ୍ଟ୍ରାଲ ଗଭର୍ଣମେଣ୍ଟ କୁ ସମସ୍ତେ ଯୋଉ ଡିମାଣ୍ଡ ଟା ମାଗିଛନ୍ତି କଣ ଯେ ଆମର ଇଣ୍ଡିଆ ଗେଟ ରେ ନେତାଜୀଙ୍କ ଷ୍ଟାଚୁ ଟା ବସାଯାଉ ସେଇଟା ତ ଆମେ ବି ମାଗିଥିଲୁ। ଏଠୁ ଓଡିଶାରୁ ଆମର ଦେଇଥିଲେ 10 ଜଣ ଖଣ୍ଡେ ସେ ଯୋଉ ଚେଞ୍ଜ ଡଟ୍ ଅର୍ଗ ରେ ସିଗ୍ନେଚର ଆଉ ଆମେ ଗଭର୍ଣମେଣ୍ଟ ଅଫ ଇଣ୍ଡିଆକୁ ପତ୍ରଚାରଣ କରିଥିଲୁ ଲେଟର ଲେଖିଥିଲୁ। ତାପରେ ଗୋଟେ ୟୁନିକ୍ ଡିମାଣ୍ଡ ସେଟା ଆମର ବ୍ୟାନର ରେ ଶୋ କରିଛୁ ଯେ ୟୁନିଭର୍ସିଟି ସ୍କୁଲ କଲେଜରେ ଗଭର୍ଣମେଣ୍ଟ ୟୁନିଭର୍ସିଟି ସ୍କୁଲ କଲେଜରେ ଗରିବ ପିଲାମାନଙ୍କ ପାଇଁ ଜୟ ହିନ୍ଦ ସ୍କଲାରସିପ ଗୋଟେ ସରକାରଙ୍କ ତରଫରୁ ଗଭର୍ଣମେଣ୍ଟ ଗ୍ୟାଜେଟ ନୋଟିଫିକେସନ କରାଯାଉ। ମାନେ ଅତି ମିନିମମ୍ ଆମାଉଣ୍ଟ ପାଇଁ ଗ୍ୟାଜେଟ ନୋଟିଫିକେସନ କରାଯାଉ। ତ ओके ଏଇ ଲେଟର ଟା ଆମେ ଡେଲିଭରେସନ କରିଛୁ ଆମ ବ୍ୟାନର ରେ। ଆଉ ଯାହା ଯାହା ସବୁ କାମ କରିଛୁ ନେତାଜୀ ଙ୍କର ସ୍ମରଣ ଉଦ୍ଦେଶ୍ୟରେ ସେଗୁଡାକ ବି ସୋ ଅପ୍ କରିଛୁ। ଏଇଆ अच्छा ହେଲା କଥା ଆଜ୍ଞା। दैट इज गुड टू नो ହୁଁ ହୁଁ दैट इज गुड थिंग एकुटा तुम केते करियो ଆଜ୍ଞା ଆଉ ଏ ଷ୍ଟାଚୁ କାନୋପି ଷ୍ଟାଚୁ ଷ୍ଟାଚୁ କ୍ୟାନୋପି ବିଷୟରେ କ'ଣ ପାଇଁ କହିବ ଷ୍ଟାଚୁ କ୍ୟାନୋପି ପାଇଁ ସେ ବର୍ତ୍ତମାନ କାଲି ବୋଧେ ତାଙ୍କର ସେଟା କଣ ଦେବେ ହଲୋଗ୍ରାମ ନା କଣ? ହଲୋଗ୍ରାମଟା ଦେବେ ତାପରେ ଷ୍ଟାଚୁ ଇରେକ୍ସନ୍ ପର୍ଯ୍ୟନ୍ତ ସେ ହଲୋଗ୍ରାମଟା ଗୋଟେ ରହିବ ଗୋଟେ ଭିଜୁଆଲ୍ ଇଟ୍ ହଁ ୱିଲ୍ ବି ଏ ହଁ କାଇଣ୍ଡ ଅଫ୍ ଭର୍ଚୁଆଲ୍ ଷ୍ଟାଚୁ। ହଁ ସେଇ ଷ୍ଟାଚୁ ବାବଦରେ ମୁଁ ଆଉ ଗୋଟେ କଥା କହୁଛି। ମତେ ଆଜି ଲାୟନ୍ସ କ୍ଲବ ର ପ୍ରେସିଡେଣ୍ଟ ଫୋନ କରିଥିଲେ। ସିଏ ବି କହିଛନ୍ତି ଯେ 10,000 ଟଙ୍କା ଦେବେ ମୁଁ ତ ଆପଣଙ୍କ ଠାରୁ ଶୁଣିଥିଲି ଯେ ପ୍ରାଇମ ମିନିଷ୍ଟର ଫଣ୍ଡ କୁ ଦେଲେ ବି ସେମାନେ ସେଇ ଷ୍ଟାଚୁ କାମରେ ଲଗେଇଦେବେ। କିନ୍ତୁ ଏକ୍ଜାକ୍ଟଲି ଯଦି ଆପଣଙ୍କର କିଛି ନଲେଜ ଆସେ କାଲିଠରୁ ଟିଲ୍ ଷ୍ଟାଚୁ ହେବା ପର୍ଯ୍ୟନ୍ତ ଟିକେ ମତେ ଏଜୁକେଟ କରାଇବେ କୋଉ ଫଣ୍ଡ କୁ ଆମେ ଦେଲେ ହବ ଲାୟନ୍ସ କ୍ଲବ ଆମ ସହିତ ମିଶିକି ଦବ। ଆଉ ଜଣେ ଆମର ଯିଏ ଅଛନ୍ତି ଫାଉଣ୍ଡର ମେମ୍ବର ଯେ ନେତାଜୀ ସୁଭାଷ ସେନାର ସେ କହିଛନ୍ତି ଯେ ମୁଁ କିଛି ପଇସା ଆଦାୟ କରିବି 10 ଟଙ୍କା 5 ଟଙ୍କା 2 ଟଙ୍କା 20 ଟଙ୍କା ଏମିତି ଆଦାୟ କରିକି 500 1000 କରିକି ଗୋଟେ ଠୁଳ କରିକି ପଇସା ପଠେଇବୁ ଏଇ ଷ୍ଟାଚୁ ପାଇଁ। ଏହା ଓକେ ହେଲା ଲାଟେଷ୍ଟ ଖବର ନେତାଜୀ ସୁଭାଷ ସେନାର। ତେଣୁ ଆମେ ଆମ ମେନ୍ ଟପିକ ଉପରକୁ ଆସିବା।
ଯେ ଭଗବାନ ଜି ଆଇଏନଏ ମେମୋରିଆଲ ଟା ଆମେ କେମିତି କଣ କରିବା, ତମର ଇନିସିଏଟ ସେ ନବା, କେମିତି କଣ କରିବା। ଡକୁମେଣ୍ଟଟା ତମ ଡକୁମେଣ୍ଟଟା ମୁଁ ଦେଖେଇବି। ତମର ଯେଉଁ 7 ନମ୍ବର ପଏଣ୍ଟଟା ଥିଲା ହଁ ସେଇଟା ମୁଁ କାଢ଼େ ସେଇଟା। ଏଇଠି କୁଆଡ଼େ ଗଲା ଡେସ୍କଟପ୍ରେ ସେଭ୍। ତମେ ବି ଇଜ୍ ଇଟ୍ ଭିଜିବଲ୍? ବୁଝିବ। ରୁହ, ହଁ ବୁଝିବ। ଦେଖାଯାଉଛି? ହଁ ହଁ ଦେଖାଯାଉଛି। ତେଣୁ ଇଟ୍ସ ଏ ଗୁଡ୍ ଥିଙ୍ଗ ଦ୍ୟାଟ୍ କି ତମେ ବି ଟ୍ରାଏ କରିଛ ତମ ଲେବୁଲରେ ୱିଥ୍ ନେତାଜୀ ହୁଁ, ସୁଭାଷ ସେନା। ହଁ ପଏଣ୍ଟ ନମ୍ବର 7, ବିଲ୍ଡ ଷ୍ଟାଚ୍ୟୁ ଇନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଗେଟ୍। ଆଜ୍ଞା। ଏଇଟା କେଉଁଠୁ ଆଇଡ଼ିଆଟା କେଉଁଠୁ ଆସିଥିଲା? ମୁଁ ଫାଷ୍ଟ ଜିଡି ବକ୍ସିଙ୍କ ସହିତ କଥା ହେଇଥିଲି, ସିଏ ମତେ ଏଇ କଥାଟା କହିଥିଲେ। ଆମେ ବି, ମୁଁ ମୋର ଯିଏ ଜର୍ଣ୍ଣାଲିଜିମର ଏଚଓଡି ଡକ୍ଟର ଜୟନ୍ତ କୁମାର ସ୍ୱାଇଁ ତାଙ୍କୁ ବି କହିଥିଲି, ସେ ଖୁସିରେ ସିଗ୍ନେଚର ଦେଇଥିଲେ change.org କୁ। ତାପରେ ମୁଁ ନିଜେ ବି ଦେଇଥିଲି, ଆଉ ଆମର କଲେଜର କେତେକ ସାଙ୍ଗମାନେ ଜର୍ଣ୍ଣାଲିଜିମ୍ ଡିପାର୍ଟମେଣ୍ଟର ଗୋଟେ ଗ୍ରୁପ ଥିଲା ସେଠିକି ଦେଇଥିଲି, ସେମାନେ ବି କିଛି ଦେଇଥିଲେ ସିଗ୍ନେଚର। ଦିସ୍ ଇଜ୍ କମେଣ୍ଡେବଲ୍। ଆଉ ତାପରେ ଦିଟା ଆମର ଇଏ ହେଇଛି, ମୁଁ ଆଉ ଗୋଟେ ବି ଲେଟର ଲେଖିଥିଲି ଯେ ନେତାଜୀଙ୍କ ଟ୍ୟାବ୍ଲୁକୁ ଆଉ ଆଇଏନଏ ଆଉ ନେତାଜୀଙ୍କର ଟ୍ୟାବ୍ଲୁକୁ ଜାନୁଆରୀ 26ରେ ଆପଣ ରାଜପଥରେ ଇଣ୍ଟରପ୍ରିଟେସନ କରନ୍ତୁ। ସେଟା ରାଜନାଥ ସିଂଙ୍କୁ ଲେଖିଥିଲି, ମିନିଷ୍ଟ୍ରି ଅଫ୍ ଏଇ ଡିଫେନ୍ସକୁ ଲେଖିଥିଲି। ଏଇଟା ଗୁଡ୍ ଥିଙ୍ଗ ଇଜ୍ କି ନରେନ୍ଦ୍ର ମୋଦି ଆୱାର honorable prime minister, he agreed ହଁ he agreed to build this statue. ହଁ That is very much commendable. ହଁ ଏଇଟା ଏଇଠି ଥିଲା ପଞ୍ଚମ ଜର୍ଜର ଏଇଠି ଷ୍ଟାଚ୍ୟୁ ଥିଲା, ହଁ ଏଇଟା ରିପ୍ଲେସ୍ ହେଇକି ବର୍ତ୍ତମାନ ଏଇ ଷ୍ଟାଚ୍ୟୁଟା ହେବ। ଏଇଟା ହୋଲୋଗ୍ରାମ ହଁ ଷ୍ଟାଚ୍ୟୁଟା, ଏଇଟା ପରେ କରାହେବ। ହଁ and here was your point. ହଁ So good thing. It's a good thing, it's really commendable. ଯେଉଁ ଏକ୍ଜାମ୍ପଲଟା ମୁଁ ମର୍ଣ୍ଣିଂରେ କହୁନଥିଲି ହଁ କି ଗୁଞ୍ଚି ମୂଷା ଭଳିଆ ଯିଏ ଯେତିକି କରୁଛି କରୁ, ହୁଁ ବଟ୍ ଏଇ ଲାଷ୍ଟ ପଏଣ୍ଟଟା 240 ମିଟର ଷ୍ଟାଚ୍ୟୁ ଏଥିପାଇଁ ନିୟର ନେତାଜୀ ସୁଭାଷ ସେତୁ, ସିଟି ଲିଙ୍କ ହଁ ବ୍ରିଜ ହଁ କରିବେ ମାନେ କିଏ କରିବ? ୱିଲ୍ ଡୁ। ଗଭର୍ଣମେଣ୍ଟ ଚାହିଁଲେ ହବ। ଏମାନେ ଆଉ ଗୋଟେ କାମ ବି କରିପାରିବେ, ମାନେ ଓଡ଼ିଶା ଗଭର୍ଣ୍ଣମେଣ୍ଟ, ୱେଷ୍ଟ ବେଙ୍ଗଲ ଗଭର୍ଣ୍ଣମେଣ୍ଟ ମିଶିକି ବି ଏମାନେ ଗୋଟେ ମିଶିକି ବି ଗୋଟେ ପ୍ଲାନ୍ କରିପାରିବେ। କରିପାରିବେ। ମୁଁ ମୋର ବ୍ୟକ୍ତିଗତ କଥା ବି କହୁଛି, ମାନେ ମୁଁ ବି ଆର୍ଟିକିଲ ଗୋଟେ କାଲି ଲେଖିଛି, ଯେ ଏଇ ନେତାଜୀଙ୍କ ଉପରେ, କାଲି ସେଟା ପେପରରେ ବି ବାହାରୁଛି। ସେ ନେତାଜୀ ଯେମିତି କହିଥିଲେ ଯେ ଦେଶବାସୀଙ୍କ ତରଫରୁ ଲୋକଚକ୍ଷୁରେ ଅନ୍ତରାଳ ରେ ତିଳ ତିଳ କରି ଜୀବନ ଦେଇ ପ୍ରାୟଶ୍ଚିତ କରିଯିବି, ତାପରେ ମୁଣ୍ଡ ଉପରେ ଯଦି ଭଗବାନ ରହିଥାନ୍ତି, ପୃଥିବୀରେ ଯଦି ସତ୍ୟତାର ପ୍ରତିଷ୍ଠା ହୁଏ, ତେବେ ମୋର ହୃଦୟ କଥା ଦେଶବାସୀ ଦିନେ ନା ଦିନେ ବୁଝିପାରିବେ ନିଶ୍ଚୟ। ତେଣୁ ଆମ ପ୍ରତି ନେତାଜୀ ଗୋଟେ ସବଜେକ୍ଟ ନୁହେଁ, ନେତାଜୀ ଇଟ୍ସ ଏ ଫିଲୋସଫି। ସମସ୍ତେ ଏଇ ଗୁଣ ଆଉ ଭାବଧାରାରେ ନିଜକୁ ନିମଜ୍ଜିତ କରିବା ପାଇଁ, ଏଇଟା ଗୋଟେ କଟାର ଜନ୍ମ ସ୍ଥାନରେ 240 ମିଟରର ଷ୍ଟାଚ୍ୟୁ ଟା ନିହାତି ହବା ଦରକାର। କାହିଁକିନା ଆପଣ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲର କରିଦଉଛନ୍ତି ଗୁଜୁରାଟରେ, କିନ୍ତୁ ଲିବରେଟର ଅଫ୍ ଇଣ୍ଡିଆ, ହିରୋ ଅଫ୍ ଏସିଆ ର ଷ୍ଟାଚ୍ୟୁ କରିବାର ଅସୁବିଧା କଣ କହୁନାହାନ୍ତି? ତା ନିଜ ସହରରେ, ତା ଜନ୍ମ ମାଟିରେ। ଆପଣ ଦେଖନ୍ତୁ ଅଲ ଓଭର ୱାର୍ଲଡରେ ନେତାଜୀ ଯେତିକି ଦିନ କାଟିଛି, ମୁଁ ଗୋଟେ ଆଜି ଭାବୁଥିଲି 17 ବର୍ଷ, 15 ରୁ 17 ବର୍ଷ କଟକରେ କାଟିଛନ୍ତି ସବୁଠାରୁ ଅଧିକ। ତେଣୁ ଓକେ। ଏଠି ଯଦି ଷ୍ଟାଚ୍ୟୁ ନ ହେଇବ, ଦିଲ୍ଲୀରେ ଷ୍ଟାଚ୍ୟୁ ହବ, ତାହେଲେ
କଣ ଫାଇଦା କହୁନାହାନ୍ତି? ରାଇଟ୍। ଭୁଲ କହୁଛି କି କିଛି କହୁନାହାନ୍ତି? ନା ନା ନା, ୟୁ ରାଇଟ୍, ଆବସଲ୍ୟୁଟଲି ୟୁ ରାଇଟ୍। ୱାର୍ଲଡର ଜାପାନରେ 2 ବର୍ଷ, କୋଉଠି ରୋମରେ ସେଇ 7-8 ମାସ, କି ସେ ଇଟାଲୀରେ କଣ ବର୍ଷେ, ଇଏ କିନ୍ତୁ ଏଠି 15 ରୁ 17 ବର୍ଷ କାଟିଛନ୍ତି। ରାଇଟ୍ ରାଇଟ୍। କଲିକତାରେ ବି ସେ ଏତେ ଦିନ କାଟି ନାହାନ୍ତି, ଏଟା ପୁରା ଲଙ୍ଗ ଟର୍ମରେ କାଟିଛନ୍ତି 15-17 ବର୍ଷ ପୁରା ସ୍ପଣ୍ଟାନିୟସଲି। ତେଣୁ ତାର ଷ୍ଟାଚୁ ଟା ଯଦି ନେତାଜୀର ତା ଜନ୍ମ ମାଟିରେ ନ ହବ, ଲାଭ କଣ ହବ? ଏଇ ଫଟୋ ଦେଖ, ଆଜ୍ଞା ଏମାନେ ହେଲେ ଜାପାନିଜ ସୋଲଜର ଯେଉଁମାନେ ବନ୍ଧୁକ ଧରିଛନ୍ତି। ଆଜ୍ଞା ଆଉ ସେ ସାମ୍ନାରେ ଯେଉଁମାନଙ୍କୁ ବନ୍ଧା ହେଇଛି ଦେଖ, ଆଖିରେ ପଟି ବନ୍ଧା ହେଇଛି, ଆଜ୍ଞା ସେମାନେ ହେଲେ ଇଣ୍ଡିଆନ୍ ସୋଲଜର, ହଁ ସେକେଣ୍ଡ ୱାର୍ଲଡ ୱାର୍। ହଁ କେତେଜଣ କ୍ରିଟିସାଇଜ୍ କରନ୍ତି କି ଦେଖ ଜାପାନୀ ମାନେ ଆମ ସୋଲଜରମାନଙ୍କ ସାଙ୍ଗରେ ଏମିତି କରିଥିଲେ, ଆଉ ହଁ ନେତାଜୀ ବର୍ତ୍ତମାନ ଜାପାନର ହେଲ୍ପ ନେଇକି ବର୍ତ୍ତମାନ ଇଣ୍ଡିଆରେ କରୁଛନ୍ତି, ତ ହଁ ଜାପାନ ଇଣ୍ଡିଆକୁ ଅକୁପାଇ କରିବ, ପୁଣି ଇଣ୍ଡିଆ ଲୋକଙ୍କୁ ଟର୍ଚର କରିବ। ହଁ ଫ୍ୟାକ୍ଟ ହେଉଛି କି ଆମେ ଖାଲି ଜାଣିଛେ କି ଦିସ୍ ଇଜ୍ ହାଫ୍ ଅଫ୍ ଦ ଷ୍ଟୋରି। ହଁ ଆଜାଦ ହିନ୍ଦ ଫୁଲ ଫୌଜରେ ଷ୍ଟୋରି ଟା କେହି ଜାଣି 60,000 ଇଣ୍ଡିଆନ୍ ସୋଲଜର ଥିଲେ। ହଁ ବଟ୍ ଆମର ଗୋଟେ ଜିନିଷ ଡିସ୍କସନ୍ ହୁଏନା କି ସେକେଣ୍ଡ ୱାର୍ଲଡ ୱାର୍ରେ 25 ଲକ୍ଷ ଇଣ୍ଡିଆନ୍ ସୋଲଜରକୁ ସବୁ ଜାଗାକୁ ପଠାଇଥିଲା। ହଁ ଜର୍ମାନୀକୁ ପଠାଇଥିଲା, ହଁ ତାପରେ ୟୁରୋପ ପଠାଇଥିଲା, ଆଉ ସାଉଥ ଏସିଆ ପଠାଇଥିଲା। ସାଉଥ ଏସିଆରେ ଯେଉଁମାନେ ଫାଇଟ୍ କରିଥିଲେ, ୟୁକେର ତ ଏଗେନଷ୍ଟରେ ଜାପାନ ଥିଲା ନା। ହୁଁ ହୁଁ ତ ଏମାନେ ଯେତେବେଳେ ଜାପାନ ଏଗେନଷ୍ଟରେ ଫାଇଟ୍ କରିଛନ୍ତି, ତ ସେମାନେ ଯେତେବେଳେ କ୍ୟାପଚର କରାହେଇଛି, ସେମାନଙ୍କୁ ଯେତେବେଳେ କ୍ୟାପଚର ହଁ କରାଯାଇଛି 1942ରେ, ହଁ ତ ସେମାନେ ଏକ୍ଜିକ୍ୟୁଟ୍ କରିଛନ୍ତି। ହଁ ଫ୍ୟାକ୍ଟ ହେଉଛି କି ତମ ଶତ୍ରୁକୁ ଧରିଲ, ଶତ୍ରୁକୁ ଯେତେବେଳେ ତମେ ସରେଣ୍ଡର କରାଇଲ କି କ୍ୟାପଚର କଲ, ତମେ ଆଉ ହଁ କ'ଣ ତାଙ୍କୁ ବିରିୟାନୀ ଦେବ ଖାଇବା ପାଇଁ? ହଁ ଦ୍ୟାଟ୍ ଇଜ୍ ଏ କମ୍ପ୍ଲିଟଲି ଡିଫରେଣ୍ଟ ଚାପ୍ଟର। ହଁ ଦେ ଆର୍ ନଟ୍ ଆଇଏନ୍ଏ ସୋଲଜର୍ସ, ହଁ ଦେ ଆର୍ ନଟ୍ ଆଇଏନ୍ଏ ସୋଲଜର୍ସ। ଏଇଟାକୁ ମିକ୍ସ କରିଦିଆ ହୁଏ କ'ଣ କି ଦେଖ ଇଣ୍ଡିଆନ୍ ସୋଲଜରମାନଙ୍କ ସହିତ ଜାପାନିଜ୍ ଏ କରିଥିଲେ। ହଁ But Indian soldier has two splits. One is 25 lakhs, another is 60,000. ହଁ 60,000 soldiers were owned by Netaji. ହୁଁ Has Japan mistreated the soldiers of Netaji, the ହଁ soldiers of INA? ହଁ Answer is no. ହଁ Has Japan mistreated Indian soldiers who fought against them in Second World War? Answer is yes. सो फैक्ट इज कि आमे जदि कहबा कि नहीं, आमे जदि एई गोटे पर्टिकुलर छोट मैटर को लेकिन जदि कहबा कि नहीं जापान एमती करता, दैट इज क्लियर हाइपोथेसिस। हाँ ए मैटर रे जदि इफ दिस डजंट से गुड अबाउट जापान, दैट मीन्स दिस डजंट से गुड अबाउट मोहनदास करमचंद गांधी, बिकॉज ही एग्रीड टू सेंड इंडियन सोल्जर्स टू साउथ हाँ एशिया, टू यूरोप, टू अदर फ्रंट्स टू हम्म फाइट हम्म for UK as British Indian soldier, to participate while participating as a soldier in World War II. You are sending your 25 lakh soldiers in World War II. Are you expecting they will treat you? ସେମାନେ କ'ଣ ତମକୁ ଆଳୁଦମ ଦହିବରା ଦେଇଥାନ୍ତେ? ତେଣୁ ଏଇ କନସ୍ପିରେସି ଗୁଡ଼ାକ ମୁଁ କହିଲି ନା, ଆମେ ମଝିରେ ମଝିରେ ଡିସ୍କସନ୍ କରିକି এই কনস্পিরেসি গুড়া ক্লিয়ার করা উচিত। हाँ हाँ কনস্পিরেসি কম ফ্ল্যাগল্যান্ডস মানে নল হাইপোথेसिस। ହଁ ଲୋକ କହନ୍ତି କି ଜାପାନ ଯଦି ନେତାଜୀ ଜିତି ଯାଇଥାନ୍ତେ, ଜାପାନ ଇଣ୍ଡିଆକୁ କ୍ୟାପଚର କରିଥାନ୍ତେ, ଦ୍ୟାଟ୍ ଇଜ୍ ଏ କମ୍ପ୍ଲିଟ୍ ହୋକ୍ସ। ତ ଦ୍ୟାଟ୍ ଇଜ୍ ବେସଲେସ୍। ହ୍ୱାଟ୍ ଇଜ୍ ଦ ବେସିସ୍ ଅଫ୍ ଦ ଆର୍ଗୁମେଣ୍ଟ? এটা 1968 ଫଟୋ, এটা 2022 ଫଟୋ। ଆଉ ଗୋଟେ ହଁ ଏଇ ନ୍ୟୁଜ୍ଟା ଦେଖ, କାହିଁକି ଗାନ୍ଧୀ ଫଲୋଅର ମାନେ କାହିଁକି ଜେଲସ୍ ଏ ମ୍ୟାଟରରେ? ଜର୍ଜ ବି ଗିଭ୍ସ ୱେ ଟୁ ଗାନ୍ଧୀ। ତ ଏଇଟା ହେଲା 1969ର ଗୋଟେ, ଏ ଦେଖ ଏପ୍ରିଲ 27, 1969, ଏଇଟା ସେଇ ଟାଇମ୍ର ଷ୍ଟାଟସ୍। ଏଇ କ୍ୟାନୋପିରେ ଗାନ୍ଧୀଙ୍କ ଷ୍ଟାଚ୍ୟୁ ହବାର ଥିଲା।
थैंक गॉड सेटा हेनी, सेटा कोनोसी कारण हेनी, थैंक गॉड। 47 रे आज अनुसार गोटे फोटो ये करथिले, सेटा मु सेव करिछि कि ना मते देखिया पड़िबो। देखे सेटा सेव करिछि कि नाही। हाँ एटा 1956 रो फोटो। एठी ए स्टैचूटा थिला, एटा कढ़ाई नथिला, परे सेटा कढ़ाई थिला। कढ़ा हला परे पुणी डिस्कशन हेतला कि कहा स्टैचू रखा हबो। 3टा कंटेनर थिले, एठी देखो लेखा अछि बोते other contenders for the place at the Gandhi thala first contender, other contender of the place were Prime Minister Jawaharlal Nehru and a dark horse, the militant Bengali nationalist Subhash Chandra Bose। तो ए दी जन क्षेत्र थिला कंपटीशन। आई एम नॉट सरप्राइज्ड कि जदि वर्तमान एते कैंपेनिंग हैला कि एठी नेताजी का स्टैच्यू बसा हो, देखो तमे भी कैंपेनिंग करिछ एंड देयर आर मेनी मोर पीपल। मु देखे से स्क्रीनशॉट मते चेक करे पड़ो कोठी अछि, सेठी थिला एटा मो डॉक्यूमेंट मु सेव करथिले। हाँ ये गोटे माने ईशान त्यागी सी इनिशिएट करथिले। विप्लव चैटर्जी तमे बहुत जानि थिबो, ही इज फ्रॉम मिशन नेताजी। हां मु जानि छी। तो ही इज वेरी एक्टिव। तांकर काली फेसबुक सस्पेंड हो जाथिला। हमको एडे खराब लागि छि कि माने नाउ दे आर ट्राइंग टू डिलीट फेसबुक अकाउंट्स ऑफ दिस पीपल। दिस इज फर्स्ट टाइम हैपनिंग एंड दिस इज देवदत्त माझी। He almost collected 95,000, 94,800 काली स्क्रीनशॉट नेला को। तो दिस वाज द टर्निंग पॉइंट। फैक्ट होची कि भाई इफ ये आरंभ करथिले आ गोटे स्क्रीनशॉट मु नै थिली, मु देखे सेटा अछि कि नै। नहीं आज तो आईने देखो एटा देवदत्त माझींकर, एटा तांकर फेसबुक पोस्टा। से फेसबुक पोस्ट अनुज धर को भी थैंक यू कहि जानती। जीडी बक्सी सर तांको निजे कॉल करके कांग्रेचुलेट करथिले। मेजर जीडी बक्सी, कंगना रनौत, पुष्पेंद्र कुलश्रेष्ठ, धर्मेंद्र एक्टर, अनुज सर को भी ना अछि एठी। मैं ये मानको जानि छी। आ एठी गोटे पोस्ट थिला, मु सेटा पाइबे कि नाही। हाँ एटा देखो प्राइम मिनिस्टर रो लास्ट एटा देखो। दिस शुड बी अ सिंबल ऑफ इंडियाज इंडेप्टनेस टू हिम। इंडेप्टनेस माने कि भाई आप जितना दिए हो हम उसको पूरा नहीं कर पाएंगे। खोजुथिले आ गोटे से जो एटा अछि कि नाही, एटा तो जीडी बक्सी सर ये करथिले। बोधे मु सेव करेनी। हाँ देखो एटा तमे देखले, एटा 95,000 सिग्नेचर काली रो। एटा हला नवंबर 16 2020। 3000 सिग्नेचर्स। तने एटा को सेति के माने रिगोरसली कैंपेनिंग करिसंती, ता धरे पब्लिक जोड़ी हेचंती, तापर ए मैटर रे प्रेशर क्रिएट हेची। जदि भाई इफ यू रियली थिंक दैट गांधी वाज डिजर्विंग, देन कैंपेनिंग काई अपील काई। तमे सुनि छ कि गांधी ने की कैंपेनिंग हेथिला कि एमती गोटे चेंज डॉट के पकेइथिला, सिग्नेचर कैंपेन हेथिला? केबे हेइनी। आ जातिर पिता भी केबे गांधी नुहे। एटा कोनोसी गैजेट नोटिफिकेशन बाहरी नाही। सेटा तो नेताजी तांको कहि देथिले कि भाई आप देश के बाप गोटे मास कम्युनिकेशन ओए रे चली ची बोली ए पर्यंत चली आसी। किंतु नेताजी सुभाष चंद्र नेताजी बोली गोटे गैजेट नोटिफिकेशन गोटे कंट्री नुहे, 21 टा कंट्री करचंती। आ इंडिया रु पाइ नांदी से भलो भलो माने टेक्नोलॉजी शार्पेन फर्स्ट रिकॉग्निशन देथिले ये हिटलर। हां कि से पर्टिकुलर स्पीचटा थिला है जेतले से तांको लोगों को एड्रेस करथिले दैट आई रिप्रेजेंट 8 करोड़ पीपल एंड मिस्टर सुभाष चंद्र बोस, he is leader of India and he is leader of 40 crore people.
So mine is 8 crore, his is 40 crore. So तमे माने मते जतिक रेस्पेक्ट करूछ, गिव हिम 5 times more respect. तो सही संबोधन टाइम रे से तांको फ्यूरर बोली संबोधन करथिले फरहर. तो that means नेताजी, that means the respected leader. So नेताजी. He had a very strong resume and he brought Indian freedom, all these criticality to international what is that stage. He got it approved by many countries that my country is not free. These people have forcefully captured our country and we need to come out of it. Please help us and we need our country to be granted as so and so. तेणु तांको सही रेकग्निशन टा मिली थिला. तेणु सही रेकग्निशन रे माने ब्रिटिश को गोटे ये लाइट रे गोटे इविल लाइट रे देखे थिले that they cannot capture our country, that is very much unethical. These are the things. भाई आउ गोटे टॉपिक मोर कहबार अछि. मु कहली हमर जो आर्टिकल टा मोर काली पब्लिश होउची सेठी मु सुभाष बोस कर स्पिरिचुअल एंगल टा लिखिची. स्पिरिचुअल एंगल रो से केमिति विश्व विजयी हेइचंती सेही ऊपर वर्णना करिची. आपण मु गोटे मठ को जाई ब्रीफली कह दिया पढ़िया दरकार ना. जस्ट तमे मते थेसिस टा कह दिया. थेसिस टा कोन समस्त बुझा के सुविधा हो बिकॉज़ से प्यारीमोहन दत्त जे राधारमण मठर मठाधीश सेकेंड मठाधीश हेले जी सी सुभाष बोस को कहउचंती जे तमे इंग्रेज मानक सहित लड़िकी देशर स्वाधीनता को छड़े आनिबो. ठीक, दैट इज राइट, दैट इज ट्रू. किंतु तथापि भी देश स्वाधीन हबनी. आज भी देश स्वाधीन नुहे. काहेकि लोकंकर चिंताधारा ता स्वाधीन चिंताधारा आज पर्यंत भी नहीं. ता घरे माड़ होउची जो आज हिंदू हिंदू बोली लोक कहउचंती से तो मोर हिंदू भाई हो कि से मोर गोटे भारतीय भाई हो. मु सेठी जाई कि माने अस्त्र जवाब अस्त्र न देले भी प्रोटेस्ट भी करूनी. तार होउची मोर कोन असुविधा अछि. एई जिंसटा प्यारीमोहन दत्त जे हमर राधारमण मठ रो जे मठाधीश थिले तांको टाइम पे सुभाष बोस सेठी जाउतिले. जानकीनाथ बोस भी सेठी जाउतिले. आ जानकीनाथ बोस जो राय बहादुर उपाधि पाइतिले बारिस्टर उपाधि जो तांकर मुक्तियार थिले प्यारीमोहन दत्त. सेठी से सुभाष बोस को कहितले जे आ तमे इंडिया रो स्वाधीनता आनिबो. ठीक अछि, किछि असुविधा नाही. किंतु एई स्वाधीनता तमे आणुच ये लॉन्ग लॉन्ग टाइम पे लॉन्ग लॉन्ग इयर्स टाइम पे कि एटा गोटे तमर गोटे मूर्खामी रे परिचय हे जिवो. तो तेणु आमको वर्तमान एजुकेट करिया पड़िबो सुभाष बोस रो थिंकिंग टाकू चिंताधारा टाकू आइडियोलॉजी टाकू केमिति चारिआडे परिव्याप्त हबो. सुभाष बोस आज अशरीर तो सहशरीर नाहांती किंतु तांको चिंताधारा ता अछि ना. किंतु एई सब जिंस आज पर्यंत इम्प्लीमेंटेशन कोठी हेई पारनी. तो हम देश स्वाधीन कोठी हैला. ठीक कथा नहीं. तमे जदि गोटे रॉन्ग फाउंडेशन पड़ जाए कि यू केम टू पावर एंड यू campaigned a narrative that we are in power because we got freedom because of ahimsa. You wanted to justify your presence. तमे सेना रे पार हे गेल कि हम अहिंसा रो फ्रीडम पाइ. देखंतु आउ जने भी कहिले सही माने जने स्कॉलर रिसर्च स्कॉलर मैकेनिकल इंजीनियरिंग रो रिसर्च स्कॉलर जने कहिले कि आज्ञा अहिंसा टा कोन ना. गांधी होउची गोटे ब्रिटिश मानकर एजेंट. से लोकों को गोटे कम्युनिकेट करूतला जे से माने बाडांतु तमे अहिंसा टाकू आचरण कर. सेटा किंतु गीता भागवत माइथोलॉजिकल इंडिया माने भारत तो होउची गोटे भगवान ऋषि भगवान रो देश भारत.
ऋषि मुनिଙ୍କ ଦେଶ ଭାରତ, ଦାର୍ଶନିକର ଦେଶ ଭାରତ। ତେଣୁ ଏଇଟା କୌଣସିଥିରେ କହିନି ଯେ ସିଏ ମତେ ବାଡଉଛି, ତମେ ଚୁପଚାପ ରହିଯାଅ। ସେଟା କୌଣସି କୃଷ୍ଣ ବି କରିନାହାନ୍ତି। ଇଏ ବ୍ରିଟିଶ ମାନଙ୍କର ଏଜେଣ୍ଟ। ଇଏ ସେଥିପାଇଁ କି ସେତେବେଳେ କହୁଥିଲା ଯେ ତମେ ଅହିଂସା ଆଚରଣ କର, ଆଉ ଦ୍ୟାଟ ଟୁ ନେହେରୁକୁ ପାୱାର ରେ ବସେଇବା ପାଇଁ। ନିଜେ Yes, ମାନେ see, Nehru power, that is a very complicated chapter. That Sardar Patel was senior, and before him, Nehru becomes Congress president. ହଁ On what merit did he qualify to be India's National Congress president? And ହଁ that doesn't say good about Gandhi. That is appeasement. ହୁଁ That is hold on ए डॉक्यूमेंट टा देखा एटा हला ट्रांसफर ऑफ पावर 1942-47 डॉक्यूमेंट आदरे ହୁଁ पूरा मु रेफरेंस देछि एटा मु निजे बनेली कलेक्ट करके डाटा फाटा कलेक्ट करके ହୁଁ ହୁଁ फेसबुक रे जने अछंती उत्पल एज सीए तांकर ହଁ ଉତ୍ପଳ ଦାସ। टाइम लाइन रे गुडा भलो भलो इन्फॉर्मेशन दियंती ହୁଁ ताथरे लास्ट लाइन टा पढ इट इज इंडीड सजेस्टेड दैट सुभाष चंद्र बोस इज रैपिडली usurping माने taking over a position, the place held by Gandhi in popular esteem, and outlast some of Subhash glory develops on his brother Sarath. ये जिनसटा देख एटा ट्रांसफर ऑफ पावर डॉक्यूमेंट ହୁଁ ए डॉक्यूमेंट लिखा है कि सुभाष बोस गांधी ठू पॉपुलैरिटी छड़े छड़े चलचंती ହୁଁ व्हाट डज इट मीन दैट मीन्स यही कि somebody is winning the race ହଁ and suddenly India gets freedom ହଁ and there is no Subhash Bose, there is no INA in the military army, तो किसको भाई टोपी पहनाओगे? तमे गोटे जिनस को किसी समय पे आर्टिफिशियली पावर देके रख परिबो ହୁଁ बट इट विल नॉट बी परमानेंट। ହୁଁ आज से चंद्रचूड़ घोषार कहते कि सुगता बोस हैरान करुच्ची ହୁଁ मो बही रिलीज से चाहूँ से ट्राए कर मो बहीटा रिलीज न हो से मैंने गुमनामी मो बही को रिलीज अटकई पारे कि ନା पार्लेनी ଦେଖନ୍ତୁ आउ ଯିଏ ଯାହା ବି କହୁ शुण शुण ମୁଁ ଆଉ गोटे गोटे मिनट लेट मी कंप्लीट Sugata Bose has only 1,000 followers in Twitter. How ହଁ many books has he written? His Majesty's no opponent. से गोटे बही that is also very much criticized. ହୁଁ तमे अनुधर को टक्कर दब तमे आज जो मैंने नेताजी वॉलंटियर्स अच्छा टक्कर दब इट्स रियली इम्पॉसिबल यू कैनॉट डू दैट यू विल नॉट बी एबल टू मेक इट हैपन। ହୁଁ आज डेट रे देख कि मीडिया रे केते प्रेजेंस अच्छी आउ के सब जगह केते वॉलंटियर्स एक्टिव होलनी मेम्स पळे आसिलानी ହୁଁ गोटे मु सेटा कोठी अछि मु एटा सेव करिनी बोधे मते सेटा ग्रुप रु काढे पड़ियो देखो ग्रुप रे कोठी अछि मु परे नल केतल देखेबी ହୁଁ फेसबुक रे अनुज टाइमलाइन रे बोधे मिले जीवो तांका टाइमलाइन रे ए मामू से जो संजय दत्त मेम्स कोटे करचंती कि ହୁଁ मिनिमल क्या होता है ହୁଁ ये हैव ए लुक मोटा सेव कर दे छी सेव करके मैं ओपन कर छी सी ଏଟା ପ୍ରାୟ ଦେଇଛନ୍ତି ଯେତକ ମାନେ ନେତାଜୀର ଆଡମାୟର ମୁଁ ବି हाँ ଦେଇଛି ମୋ ଫେସବୁक ये जिनसे होची कि वर्तमान आम ए लेवल को पळे आसलनी नाउ वॉलंटियर्स हैव स्टार्टेड एंटरटेनिंग पीपल ହୁଁ ऑन फैक्ट्स जब तक सूरज चांद रहेगा आटली क्लेमेंट तेरा आटली तेरा ना नाम दैट इज जिनसे होची कि तमे केते दिन अटकी रखिबो सो it's a good thing that volunteers are overpowering all those old conspiracies that is very good ହୁଁ move आगुरु विकिपीडिया को कंट्रोल कर पर नथले भगवंजी पेज के माने डिलीट कर रखथले 2013 रु ହୁଁ गुमनामी मूवी रिलीज हला परे भगवंजी ହୁଁ पेज टा को ए माने डिलीट करि पारलेनी ହୁଁ ହୁଁ and that is not going to happen anymore ହୁଁ because that has been overpowered ହୁଁ से माने तीन चार जन को धर टेबल ले बसै थिबे कि ए पेज को डेलिबरेटली डिलीट करो बट जिते वॉलंटियर्स ହୁଁ हो गले सब टाइम रे माने जिते डॉक्यूमेंटेशन चलला से माने पारलेनी दैट इज द पावर ऑफ ट्रुथ अनुजधर चंद्रचूड़ घोष दे हैव रिटन सो मेनी बुक्स सैक्सेन एंड ट्विटर माने समस्त एक्टिव अछंती ट्विटर अनुजधर हैज 60,000 ହୁଁ फॉलोअर्स मेजर जीडी बक्सी इज देयर
Many more people are there. Those who by heart and by truth they are appealing that this is the fact, accept it. तापर तमे से केते दिन सप्रेस कर रखिबो एंड कैन यू रियली डू दैट? नो. हाँ हाँ कौन कहते तुम को? ମୁଁ କହିବାକୁ ଚାହୁଁଛି ଯେ ଗୁମନାମୀ ବାବା ହଉଛନ୍ତି ପ୍ରକୃତରେ ନେତାଜୀ। କାହିଁକି ମୁଁ ଗୋଟିଏ ଆଙ୍ଗେଲରୁ କହୁଛି, ସଂସ୍କୃତ ଭାଷାଟା ହଉଛି ପୃଥିବୀର ଲାଟିନ ଭାଷା, ମାନେ ଯୋଉଥିରେ ମାନେ ଯୋଉଟାକୁ କହନ୍ତି ବେଦାନ୍ତ ଫିଲୋସଫି ବି କହୁଛି ଏଟା ହଉଛି ମାନେ ଦେବ ଭାଷା ସଂସ୍କୃତ। ତେଣୁ ସେତିକି ଆଧ୍ୟାତ୍ମିକ ଶକ୍ତି ଜଣଙ୍କ ପାଖରେ ନଥିଲେ ସେ ସଂସ୍କୃତ ଭାଷାକୁ ମାନେ ନିଜର କରି ମାନେ ବିଦ୍ୟାଳୟର ମାନେ ଅଧ୍ୟାପନା ସମୟରେ ସେ ସଂସ୍କୃତକୁ ରଖିବନି ତାର ମାନେ ଅପସନାଲ ଲାଙ୍ଗୁଏଜ। ନେତାଜୀଙ୍କର ଏଠି ଗୋଟେ ଅଛି ଯେ ତାଙ୍କର ମଝିରେ ସାଂସ୍କ୍ରିଟ ତାଙ୍କର ଜଣା ନଥିଲା, ତାପରେ ସେ ପଚାରୁଛନ୍ତି ତାଙ୍କର କଲଜେଟ ସ୍କୁଲରେ ତାଙ୍କର କିଛି ମାଷ୍ଟର ବି ପଚାରୁଛନ୍ତି ଯେ ଆଉ ସାଂସ୍କ୍ରିଟ ତ ତତେ ଜଣା ନାହିଁ କେମିତି କଣ ପାସ୍ କରିବ? ସେ 2-4 ଦିନ ଭିତରେ ସାଂସ୍କ୍ରିଟ ଟାକୁ ଶିଖିଦେବେ ବୋଲି ସେ ଶପଥ କରିଛନ୍ତି। ତାପରେ ଇଭିନ୍ ଇଫ୍ ସେ 7 ଦିନ ଭିତରେ ସାଂସ୍କ୍ରିଟ ର ଲାଙ୍ଗୁଏଜ ଟାକୁ ଆକ୍ୱାର କରିଛନ୍ତି ଆଉ ମାନେ ପରୀକ୍ଷାରେ ବି 100ରୁ 100 ନମ୍ବର ରଖିଛନ୍ତି। ତାଙ୍କର ବୋର୍ଡ ର ଯିଏ ମେନ୍ ମୁଖ୍ୟ ଲୋକ ଯିଏ ସେ କହିଛନ୍ତି ଯେ ଆଉ ଏଇଟାକୁ 1 ମାର୍କ କାଟିଦିଅ, କିନ୍ତୁ ତାଙ୍କ ସ୍କୁଲ ଶିକ୍ଷକ କହୁଛନ୍ତି ଆପଣ ନିଜେ ଖାତା ଦେଖନ୍ତୁ ଆଦେହରେ 1 ମାର୍କ କେମିତି କଟାଯିବ, 100 ରୁ ଯଦି 100 କଟା ରଖିଥିଲେ ଯାଇପାରିବ ସେ କଟା ଯାଇପାରିବ ତାହେଲେ ତାଙ୍କର ଆପଣ ଫୁଲ ମାର୍କ ଆସିଥିଲା। ଫୁଲ ମାର୍କ ସାଂସ୍କ୍ରିଟରେ ଫୁଲ ମାର୍କ ରାଇଟ୍ ତାଙ୍କର ଆସିଥିଲା। ରାଇଟ୍ ହେଲା, ରାଇଟ୍ ଦିସ୍ ଇଜ୍ ଏଥିପାଇଁ ଗୁଡ୍ ମୁଁ ଇନଫର୍ମେସନ୍। କହୁଛି ଯେ ଆପଣ କହୁଛନ୍ତି ଯେ ଗୁମନାମୀ, ଆପଣ କହୁନାହାନ୍ତି ଗୁମନାମୀ ବାବା କାଳି ସାଧନା କରୁଥିଲେ ବି ତାଙ୍କର ସେ ଯୋଉ ଫୈଜାବାଦରୁ ମିଳିଛି। ଯଦି ଜଣଙ୍କ ପାଖରେ ସେତିକି ଆଧ୍ୟାତ୍ମିକ ସାଧନ ନଥିବ ସିଏ ଏତେ ମାନେ ନିଜକୁ ମାନେ କ୍ୟାପଚର କରିକିରି ଏଇ ଯୋଉ ତନ୍ତ୍ରବାଦୀ ଦୁନିଆରେ ସବୁ ମାନେ ଭୋଗତନ୍ତ୍ରବାଦୀ ଦୁନିଆରେ ଜଣେ ରହିପାରିବନି। ତାପରେ ଇଏ ହିଁ ଗୁମନାମୀ ବାବା ବୋଲି ଯୋଉ ଆପଣ ସହାୟ କମିଶନ କହିଛନ୍ତି, ଏଇଟା କଣ ଭୁଲ? ଆଜ୍ଞା କେବେ ବି ଭୁଲ ନୁହଁ। ନିଜର ଫଣ୍ଡା ପାଇଁ, ନିଜ ସ୍ୱାର୍ଥ ପାଇଁ, ନିହିତ ସ୍ୱାର୍ଥ ପାଇଁ ଗୁମନାମୀ ବାବାକୁ ସପ୍ରେସ କରାହଉଛି। ତେଣୁ ଏଇଟା ତ ଠିକ ନୁହେଁ ନା। ଟ୍ରୁଥ ଇଜ ଟ୍ରୁଥ। ସାଂସ୍କ୍ରିଟକୁ ଯେହେତୁ ଯିଏ ନେଇଛି ସେଟା ହଉଛି ଦେବ ଭାଷା। ଆଉ ଆମେ ଯୋଉ ଭାବୁଛେ ଯେ ମୁଁ ଏଇଟା କରିଦେଲି, ମୁଁ ସେଇଟା କରିଦେଲି, ନା। ଆପଣ ଗୋଟେ ଅଛି ଆପଣର ସାଇନ୍ସ ଫିଲୋସଫି ବି କହୁଛି, କସ୍ମିକ ରେ ଡିଫ୍ୟୁଜିଭିଟି କହୁଛି ଯେ ଯାହା ବି ହଉଛି, ଯାହା ବି ତମେ କରୁଛ, ଆମେ କେବଳ ମାଧ୍ୟମ ମାତ୍ର। ଯାହା ହଉଛି ସେଗୁଡାକୁ ମାନେ ତମେ ଜନ୍ମ ହବା ପରେ ଉପରେ ଫିକ୍ସ। ଇଏ ଆଜି ଆମେ ସୌଭାଗ୍ୟ ଭାଇ ଆଉ ଅଜିତ ଦାସ ମିଟିଂ କରିବେ, ଏଇଟା ସବୁ ହଉଛି ଫିକ୍ସ। ଏଇଟା ସବୁ ମାନେ ଇଲ୍ୟୁସନ ଥିଙ୍ଗରେ ଜଣେ କହୁଛି ଯେ ଏଇଟା ମୁଁ କରୁଛି, କେବେ ନୁହଁ। ତେଣୁ ଯଦି ଜଣେ ସାଂସ୍କ୍ରିଟ କୁ ଇଏ କରିଛି, ତେଣୁ ଗୁମନାମୀ ବାବାଟା ହିଁ ତାଙ୍କର ଏଇ ଆଙ୍ଗେଲରୁ ଠିକ, କିଛି ଭୁଲ ନୁହେଁ। ସହାୟ କମିଶନ କହିଛନ୍ତି, ମୁଖାର୍ଜୀ କମିଶନ କହୁଛନ୍ତି, ତାହେଲେ କାହିଁକି ଏସବୁ ଜିନିଷକୁ ଗଭର୍ଣ୍ଣମେଣ୍ଟ କାହିଁକି ଛୁପେଇକି ରଖୁଛି? ଠିକ କଥା, ଠିକ କଥା। ମୁଁ ଏଇଟା ଏଇଟା ଗୋଟେ ଜଷ୍ଟ ତମେ ଦେଖ, ଏଇଟା ଆଧରେ ଗୋଟେ ହିଟଲରର ବଡି ଲାଙ୍ଗୁଏଜ ଦେଖ, ନେତାଜୀଙ୍କ ବଡି ଲାଙ୍ଗୁଏଜ ଦେଖ, ହଁ କି both look equal. Hitler was very powerful that time, ଆଉ ତାଙ୍କୁ କୁହାଯାଇଥିଲା କି ତମେ ନିଜକୁ ଇକ୍ୱାଲ ହିସାବରେ ଟ୍ରିଟ୍ କରିବନି। ଦେଖ ନେତାଜୀ ଏଠି ଝୁକି ନାହାନ୍ତି। ଦୁଇ ଜଣଙ୍କ ବଡି ଲାଙ୍ଗୁଏଜ ଦେଖ, ତମକୁ ଲାଗିବ କି ଟୁ ଇକ୍ୱାଲ ପିପୁଲ ଆର୍ ମିଟିଂ ଇଚ୍ ଅଦର। ତେଣୁ ତମେ ଏଭଳିଆ ଲୋକକୁ କ୍ରିଟିସାଇଜ୍ କରିବ କି ଦ୍ୟାଟ୍ ଡଜଣ୍ଟ ରିଫ୍ଲେକ୍ଟ ଇନ୍ ହିଜ୍ ପର୍ସନ। ଯେଉଁ ହିସାବରେ କ୍ୟାମ୍ପେନ୍ କରାହେଇଛି କି ନାଇଁ ନେତାଜୀ ସେମିତି ଇଏ ଥିଲେ, କି ୱାଜ୍ ନଟ୍ ଏ ଗୁଡ୍ ମିଲିଟାରୀ ଲିଡର, କେତେ କ୍ୱିକ୍ ଟାଇମ୍ ଭିତରେ, କେତେ କମ୍ ଟାଇମ୍ ଭିତରେ ସେ ଯଦି କରିଛନ୍ତି, ଦ୍ୟାଟ୍ ଇଜ୍ ରିଏଲି ଭେରି ଭେରି ମଚ୍ ଅନବିଲିଭେବୁଲ୍। ବହୁତ କମ ସମୟ ଭିତରେ ଏସବୁ କରିଛନ୍ତି ନା।
ଦେଖ ଏମାନଙ୍କର ତମେ ଫଟୋଗ୍ରାଫ୍ସ ଦେଖ, ତାଙ୍କର ବଡି ଲାଙ୍ଗୁଏଜ ଦେଖ, as if they are talking with a friend. So you have to understand कि भाई बंदे में दम कितना था, बंदे ने किया क्या था. एते कम टाइम भितर गोटे मिलिटारी ऑपरेशन क्रिएट करवा 60,000 मो पर से फोटोटा अच्छी अभी खोजे पड़ो 60,000 आर्मी विद इन ए सो लेस टाइम. दिस इज नॉट ए जोक, दिस इज नॉट ए ब्लडी जोक. दे दी हमें आज़ादी बिना खड़ग बिना डाल. आर दिस पीपल आर जोक टू इंडिया? यू आर कैंपेनिंग दैट we got freedom out of non-violence. You are sending 25 lakh soldiers to Second World War, and when INA soldiers are asking for their justice, you guys are answering they didn't fight non-violently. जो माने को तमें पठेइथिला, will you approve them that they fought non-violently? War means violence. War means violence. That doesn't mean that कि ये सोल्जर हम भेजे हैं तो दिस इज नॉन वायलेंट, ये सोल्जर वो लोग वहाँ के हैं दे आर वायलेंट. दिस इज ए रिडिकुलस डबल स्टैंडर्ड. you people have not given मो बापा pension. मां को कोन आपण कहिबे जे आउ ठीक अछि तम पुओ मरित गला आउ छाड़ रेस्ट ऑफ द लाइफ आगो को तमे केमिति लीड करिवो चिंता कर. right yes many families lost their parents, lost their father, lost their livelihood. आपण देखु नांती बीणा दास रो हिस्ट्री नहीं, बेणी माधव दास को झियो. बेणी माधव दास को झियो such a person माने we should not live with that pain. If agar if we are feeling that pain inside, then we should move on and we should do our karma. गवर्नर स्टानली जैक्सन को जे गुली करी हत्या करचंदी केवल इंडिया रो फ्रीडम पाई ना. राइट से बंची गले. बीणा दास जेतल अटेम्प्ट करथले से बंची गले. जहाँ भी हो बंदूक उठेइबा सेतेबेले कोन सहज साध्य कथा कि कोन झियो बंदूक उठेबा केते बड़ कथा. आपण सेई बेले माने बिजुली कन्या को जदी आपण सेतिकी रिकॉग्निशन न देबे आज रे 21st मॉडर्न हिस्ट्री रे, तो आपण गांधी नेहरू को दउचंती जातिर पिता प्रथम प्रधानमंत्री. एतर किछि माने लज्जाकर कथा हो किछि नै. बेणी माधव दास को घर कोउठी, बीणा दास रो घर कोउठी, ताकू एपर्यंत हिस्ट्री रिकॉग्निशन देनी. राइट कोउठी तांका घर कोन तार एपर्यंत हिस्ट्री रिकॉग्निशन देनी. मैडम सेटा आपण सेटा देखिबे परे. हां अच्छा हाँ आज मैडम को संग कथा होती से अनुधन को इंटरव्यू पड़ता ना. सी कहते कि तांको इंटरव्यू से ट्राई करेंगे. लेट अस सी केमती कौन मोमेंटम नौची. सेप्टेम्बर तुम प्लान रख आम फैजाबाद जावा. हाँ जीवा. फैमिली ट्रिप मु करी कि न करी मु टिके द्वंद्व अच्छी. सेटा को देखिबा इफ इट हैपेंस गुड तो बट यस वी आर गोइंग दिस ईयर. सेप्टेम्बर 16 अच्छी माने आमे तो टाइम अच्छी हम 10-12-13 को बाहर जावा. ठीक अछि. आ जदि हम से कलशरू से पाखे सरजन अच्छी कलशरू भी पानी नहीं आसवा. जहाँ भी किसी गोटे लगे कि नो वी शुड डू दिस तो आम से करवा. बट बिफोर दैट जदि आम कोठी गोटे जगह ठीक कर परिबा कि आम एठी शिलान्यास जगह ऑलरेडी अछि. आपण खाली माने किसी फंडिंग किए दबो आ विलिंगली दबो. आ फंडिंग आमे ताकू कोन कोन कलु भी आमे हिसाब भी दबो. आमे सेमती प्रचार पत्र करबा ए भगवान जी मैटर ने कि तो इन केस हमको दरकार पड़ो आम से प्रचार पत्र आदर आम व्हाट्सएप रे हो कि प्रिंटेड फॉर्मेट रे हो विल डिस्ट्रीब्यूट इट. हां लिफलेट हो पैम्पलेट हो जहाँ हो आम करिवे. व्हाट्सएप रे भी आगे करिवे. तापरे मु चाहूँ गुमनामी बाबाटा ओडिसा रु ही हो कहीं ना तार जन्मस्थान टा ही ओडिसा नेताजी रो. तार
ଆସ୍ତେ ଆସ୍ତେ ଯୋଉ ଅକ୍ସିମୋରୋନିକ ଲାଇଫ ଟା ଯୋଉ ଯୋଉ ଡେଡଲି ଲିଭ୍, ସେ ଡେଡଲି ଲିଭ୍ ତ ଏଥିପାଇଁ ନୁହେଁ କାହିଁକିନା ଦେଶକୁ ସିଏ ଡେଡଲି ଲିଭ୍ ଦେଖଉଥିଲେ। କଣ ପାଇଁ ନା ଆମ ଦେଶବାସୀ ସେତେବେଳେ ଇଂରେଜ ମାନଙ୍କର ଚାମଚା ହେଇଯାଇଥିଲେ। ଜାତିର ପିତା ଯେତେବେଳେ, ସେତେବେଳେ ଇଂରେଜ ମାନଙ୍କର ଚାମଚା, ଆଉ ଦେଶବାସୀ ଚାମଚା ହେବେନି। ତେଣୁ ସେ ସେଥିପାଇଁ ଅକ୍ସିମୋରୋନିକ ଲାଇଫ ଟା ଲିଡ୍ କରୁଥିଲେ ଛଦ୍ମବେଶୀରେ। ତେଣୁ ମୁଁ ଚାହୁଁଛି କେମିତି ଆପଣ ଟିକେ ଇନିସିଏଟ ନିଅନ୍ତୁ, ମୁଁ ଆପଣଙ୍କ ସହିତ ମିଶିକରି କେମିତି ଗୁମନାମୀ ବାବା ଆଙ୍ଗେଲ ଟା ଆମର ଓଡିଶାରେ ଏଷ୍ଟାବ୍ଲିଶଡ ହଉ। ଓଡ଼ିଶାରେ ଫାଷ୍ଟ ଓଡ଼ିଶାରେ ଏଇ ଗୋଟେ ଆଧ୍ୟାତ୍ମିକ ଭାଇବ୍ରେସନଟା ବହୁତ ଷ୍ଟ୍ରଙ୍ଗ କି ପଞ୍ଚସଖାର ଜାଗା, ଜଗନ୍ନାଥ ସଂସ୍କୃତିର ଜାଗା, ଆଉ ଲିଙ୍ଗରାଜ ମନ୍ଦିର ବି ଏଇଠି। ତେଣୁ ଯେହେତୁ ଆମର ସେଠି ଗୋଟେ ବହୁତ ଷ୍ଟ୍ରଙ୍ଗ ସ୍ପିରିଚୁଆଲ ଭାଇବ୍ ଅଛି, ଦେନ୍ we should establish his legacy as ଗୁମନାମୀ ବାବା in Odisha. ହଁ, ଯଦି ବି ଆମେ ଏଟାକୁ ପଚାରନ୍ତି ଯେ ଗୁମନାମୀ ଦେଖ it is completely legal to build a memorial. No denial on that part. Nobody can do deny it. We'll do that. And ଆମେ ସେଠି ଆଇନର ଇଏ ଗୁଡ଼ାକ ରଖିବା। We'll do that. And ଆଇନ ରହିଲା ତ ନେତାଜୀ ବି ରହିଲେ, so we can really do this in a legal framework. ଆଉ ଗୋଟେ ବି ଦେଖନ୍ତୁ, ଗୁମନାମୀ ବାବା କାଳୀଙ୍କୁ ଜପଦପ ଧ୍ୟାନ କରୁଥିଲେ ନା, କିନ୍ତୁ ନେତାଜୀ ଯେତେବେଳେ ସେ ଥିଲେ ଆଜ ଏ ପେହଚାନ, ସିଏ ବି ଯାଉଥିଲେ କୋଉଠି ରାମକୃଷ୍ଣ ମିଶନ। ରାମକୃଷ୍ଣ ମିଶନ ହେଲା କାଳୀଙ୍କର। ନେତାଜୀ ବି ତ କାଳୀଙ୍କ ବିଷୟରେ କହିଛନ୍ତି। ନେତାଜୀ ବି ତେଣୁ କାଳୀଙ୍କ ଏଇ ବିଷୟରେ କହିଛନ୍ତି ଆଙ୍ଗେଲକୁ ବି କି ଦେଖିଲେ ଶକ୍ତିର, ତମେ ଯଦି ଲାଇଫରେ କିଛି କରିବା ପାଇଁ ଚାହୁଁଛ, ତାହେଲେ ତା ପାଇଁ ତମକୁ ପାୱାର ଦରକାର। ପାୱାର ପାଇଁ ତମକୁ ଶକ୍ତିର ସାଧନା କରିବାକୁ ପଡ଼ିବ। He was ତେଣୁ ଇଏ lifetime ବି devotee କହୁଛନ୍ତି of this ଗୋଟେ ଯୋଉ ଡିଭାଇନିଟି ଯୋଉ ଆଧ୍ୟାତ୍ମିକତାର ଯୋଉ ଗୋଟେ ମଦରଲି ନେସଟା ଅଛି, ଯୋଉଟା ଗୋଟେ ମାତୃଭାବନା, କି ଆମେ ଗୋଟେ ଶକ୍ତି ଗୋଟେ ମା ରୂପରେ ଦେଖୁ, ତ ସେ ଜିନିଷଟା ସିଏ ପୁରା ସେ ଛୁଆବେଳେ ସେ ଜିନିଷ କରୁଥିଲେ। ସେ ଜିନିଷ ବିବେକାନନ୍ଦ କରିଛନ୍ତି, ସେ ଜିନିଷ ଇଏ ବି କରିଛନ୍ତି, ସେ ନେତାଜୀ ବି କରିଛନ୍ତି। ଆଣ୍ଡ ଦ୍ୟାଟ୍ ଇଜ ଭେରି ଫ୍ୟାସିନେଟିଂ ୟାର। ପିପୁଲ ମିସଅଣ୍ଡରଷ୍ଟାଣ୍ଡ କି ଭାଇ ନେତାଜୀ ଭଳିଆ ଲୋକ ଗୁମନାମୀ ବାବା କାହିଁକି ହେଲେ? ଆରେ ଭାଇ ହି ୱାଜ ବାଇ ହି, ତମେ ତାର ସେ ଲୋକର ଆତ୍ମାକୁ ଦେଖ। ବାଇ सोल ही वाज ए स्पिरिचुअल पर्सन। सरप्राइज कहाँ पर है भाई? देयर इज नो सरप्राइज। ମାଳିକାକୁ ଯଦି ସାରା ବିଶ୍ୱରେ ସତ ବୋଲି ମନାଯାଏ, ତ ମାଳିକା ହିଁ କହୁଛି ସିଏ ହଉଛନ୍ତି ହନୁମାନଙ୍କର ଅବତାର, ସେ ଅଜୟ ଅମର ଚିରଞ୍ଜୀବୀ। ମୋର ମୁଣ୍ଡ ଖରାପ ହେଇଯାଏ, ମାନେ ଆଇ ଫିଲ୍ ଭେରି ବ୍ୟାଡ୍ ଇଭିନ୍ people do argument କି ନେତାଜୀ ଭଳିଆ ଲୋକ ଲୁଚିକି କାହିଁକି ରହିଲା, ଇଏ କାହିଁକି ସେ ହେଲା। those who are saying this, ତମେ ତାର ମୁଣ୍ଡ ଜାମିନ ପକେଇଛ, ଆଉ ସେ ଲୁଚିକି ରହିବନି? ନାଇଁ those who are saying this, they don't talk about MK Gandhi's controversy. ଗାନ୍ଧୀ ନାଁରେ ଗୁଡ଼ାଏ କଣ୍ଟ୍ରୋଭର୍ସି ଅଛି। they don't talk about that. they don't talk about Gandhi sent 25 black soldiers to second world war. ତା ନାଁରେ ବି ଏବେ ବି ପଇସା ଆସୁଛି। ଭାଇ ସ୍ୱଦେଶୀ ଆନ୍ଦୋଳନରେ 28 ଲୋକ ମରିଗଲେ, ତୁ ପୁରା ଆନ୍ଦୋଳନ 10 ବର୍ଷରେ ଗୋଟେ ଗୋଟେ ଆନ୍ଦୋଳନ ତମେ କରିବ, ଆଉ ତାପରେ ତମେ ଇଏ କରିଦେବ କି ଗୋଟେ ଆନ୍ଦୋଳନ ହେବ, ତମେ ତାକୁ ବନ୍ଦ କରିଦେବ 28 ଲୋକ ମରିଗଲେ ବୋଲି। ଗାନ୍ଧୀ ଯଦି ମୁଣ୍ଡ ଖରାପ ହେଇଥାନ୍ତେ, ଗାନ୍ଧୀ କହିଥାନ୍ତେ କି ଭାଇ ମୁଁ କୁଇଟ୍ ଇଣ୍ଡିଆ ବନ୍ଦ କରିଦେବି, 25 ଲକ୍ଷ ସୋଲଜରରୁ 10 ଲକ୍ଷ ମରିଗଲେ। 10 ଲକ୍ଷ କ'ଣ, 28ଟା କ'ଣ 30ଟା ମରିଗଲେ ମୁଁ ବନ୍ଦ କରିଦେବି, ତାର ଯଦି ସ୍ୱଦେଶୀ ଆନ୍ଦୋଳନ କଥା ମନେ ପଡ଼ିଯାଇଥା। ଦିସ୍ ଇଜ୍ ହି ମେସ୍ଡ ଅପ୍ ଏଭ୍ରିଥିଙ୍ଗ। ଗାନ୍ଧୀ tried to be a good person, but its power corrupted him. Power corrupted him like anything. ଇଏ ଅଜିତ, ଆଜି ପାଇଁ ଏତିକି। ମୋତେ ପୁଣି ସେ କାମ ଗୁଡ଼ା ଷ୍ଟାର୍ଟ କରିବାକୁ ପଡ଼ିବ। ଆଉ ବଟ୍ ଇଟ୍ ୱାଜ୍ ଏ ଗୁଡ୍ ଡିସ୍କସନ୍ ଆଇ ବିଲିଭ୍। Any last thought, because ଆଉ ଘଣ୍ଟେ ପରେ 23rd January. Any last thought? ଲାଷ୍ଟ ଥଟ୍ ଯେ ସମସ୍ତେ ନେତାଜୀଙ୍କର ଚିନ୍ତାରେ ଉନ୍ମୁକ୍ତ ହୁଅନ୍ତୁ, ଆଉ ସମସ୍ତେ ନେତାଜୀଙ୍କ ଚିନ୍ତାରେ ଯଦି ନିଜକୁ ତିଆରି କରିବେ, ତାହେଲେ ନୂଆ ଭାରତ ଗଠନ କରିବାରେ ଅସୁବିଧା ରହିବ କୋଉଠି? ବ୍ରଦରହୁଡ ଫିଲିଙ୍ଗସ୍
ତ ନେତାଜୀ ଦେଇଛି, ନହେଲେ 60,000 ସୋଲଜର କେମିତି ଠିଆ କରିଥାନ୍ତା? ଆଉ ନେସନ ଟୁ ନେସନ शाहनवाज खान, जीएस धिलोन एंड गुड ଆଉ ଜଣେ, ବକ୍ସିଂ ଡିଲନ, ହଁ ଆଉ ଜଣେ କିଏ? ହଁ ମୁଁ ସେ ଜିଏସ୍ ଧିଲୋନ କହିଲି। कर्नल कर्नल शौकत अली मलिक। ନା 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 ନା, ହିନ୍ଦୁ ମୁସଲିମ ଶିଖ। ହିନ୍ଦୁ ହଁ ଜଣେ କିଏ ଥିଲେ? ଶାହନୱାଜ ଖାନ, ଜିଏସ୍ ଧିଲୋନ। ହିନ୍ଦୁ କିଏ ଥିଲେ? ହିନ୍ଦୁଙ୍କ ନାଁ କ'ଣ ଥିଲା? शौकत अली मलिक परा, नो मालिक। नो 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 नो, शाहनवाज, जीएस धिलोन, वन मोर पर्सन, वन मोर पर्सन, शाहनवाज, जीएस धिलोन, देयर वाज अनदर हिंदू। से 3 ଜଣଙ୍କୁ ରଖିଥିଲେ। ଠିକ୍ ଅଛି, ମନେ ପଡ଼ିଲେ ଇଏ କରିବା। ଭାଇ ଆମେ ଭାଇ ନେତାଜୀ ଫଲୋଅର୍ ହେଇକି ଭୁଲି ଯାଉଛୁ, ଦ୍ୟାଟ୍ ଇଜ୍ ନଟ୍ ଏ ଗୁଡ୍ ଥିଙ୍ଗ। वी शुड रिमेम्बर ଏଇସବୁ ଯେ ନାଁ ଗୁଡ଼ାକ ପୁରା ଫିଙ୍ଗର ଟିପ୍ରେ ରହିବା କଥା। ଠିକ୍ ଅଛି। ମାଇ विनोद ଲାଷ୍ଟ, बिहारी सेन बोधे, विनोद बिहारी no सेन। no no, not Vinod Vihaरी Sen, no, he was a big person, he was a very big person। एक ଜଣେ ତ ଥିଲେ ଆଙ୍କର ସାହିଦ ନା ଜଫରାନି, ଆଉ ଜଣେ କିଏ ଥିଲେ ମନେ ପଡ଼ିଲେ ମୁଁ କହିବି। ठीक अच्छे। My last thought is he belonged to Odisha, he was born in Odisha, and in Odisha ଯଦି ତମେ ଓଡ଼ିଶାରେ ଭିଜୁଆଲ୍ ବ୍ରାଣ୍ଡିଂ କରିବ, ସି ଆଇ ଏମ୍ ଆନ୍ ଆର୍ଟିଷ୍ଟ ଆଣ୍ଡ ଗ୍ରାଫିକ୍ डिजाइनर, I want to see Netaji should be the face of Odisha। निश्चिंत At भाବରେ। least he should, we should reflect that pride that he was born here। And से जिनिसटा ହେଲା ପର୍ଯ୍ୟନ୍ତ I am 40, I am 39 now, I have another 20 years I will be working on this। अजित, tomorrow is a good day। काली पूरा दाढ़ी फाड़ी काटिकी पूरा टिके चिकन चाकन है कि टिके आगे try it। मैं पब्लिकली कहूची, ना पब्लिकली take it कहवा दरकार, positively। किसी असुविधा नहीं, तथापि अरे हैंडसम लोकटा गोटे, यू शुड लुक गुड यार, कि लोक जदि आमको एमती देखिए भाई नेताजी का फॉलोअर है ये। सो टुमोरो इज ए गुड डे। यस मु देखे मु आई विल टेक फीडबैक, जदि मते लोक कहबे ताले मु भी मोर कैटेगरी पकेबी। ठीक है, ठीक है। चलो, ओवर एंड आउट। जय हिंद। जय हिंद।